ଆଗରୁ କୁହାଯାଇଛି ଯେ ବୁଢ଼ୀ ଅସୁରୁଣୀ ଫୁଲମତୀ ଓ ବେଲମତୀକୁ ନଜରବନ୍ଦୀ କରି ରଖିଥିଲା। ଜରାସୁରକୁ ମାରି ରାଜା କୁମରମଣି ସେମାନଙ୍କୁ କିପରି ଉଦ୍ଧାର କଲେ ସେ ବିଷୟରେ ଆଜି ଆଲୋଚନା କରିବା। ପୂର୍ବ କାଳରେ ରାଜା ମାଲବ ପାଟଣାଗଡ଼ରେ ରାଜୁତି କରୁଥିଲେ। ତାଙ୍କୁ ପାଟଣା ସେନ ବୋଲି ମଧ୍ୟ କୁହାଯାଉଥିଲା। ରାଣୀ କୁଆଁରୀ କାମଚଣ୍ଡୀଙ୍କର ସାଧନା କରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରୁଥିଲେ। କୁଆଁରୀ ବିଦ୍ୟାରେ ସିଦ୍ଧି ଲାଭ କରିଥିବାରୁ ତାଙ୍କୁ ଲୋକମାନେ କୁଆଁରୀ ଦେବୀ ବୋଲି କହୁଥିଲେ। ସେହି କୁଆଁରୀ ରାଣୀ ଓ ପାଟଣା ସେନଙ୍କ ନାମକୁ ଯୋଡ଼ି ପାଟଣା ରାଜ୍ୟକୁ ସେତେବେଳେ କୁଆଁରୀ ପାଟଣା ବୋଲି କହୁଥିଲେ। ରାଜା ରାଣୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଲାଭ କଲା। ସେ କାର୍ତ୍ତିକେୟଙ୍କ ପରି ସୁନ୍ଦର ଦେଖାଯାଉଥିବାରୁ ତାଙ୍କୁ କୁମାର ବା କୁମରମଣି ବୋଲି ନାମ ରଖିଥିଲେ। ପିଲାଦିନରୁ କୁମରମଣି ମା ପାଟଣେଶ୍ୱରୀଙ୍କର ପରମ ଭକ୍ତ ଥିଲେ। ସେ ଖେଲା ବୁଲା କରି ପାଟଣେଶ୍ୱରୀଙ୍କ ମନ୍ଦିରକୁ ଯାଇ ଶୟନ କରୁଥିଲେ। ରାଜା ରାଣୀ କୁମରମଣିଙ୍କୁ ଜନ୍ମ ଦେଇଥିଲେ ସିନା, ହେଲେ ମା ପାଟଣେଶ୍ୱରୀ ପୁତ୍ରର ସମସ୍ତ ଭଲମନ୍ଦ ଦେଖାଶୁଣା କରୁଥିଲେ। ମାତା ବନଦୁର୍ଗା ପାଟଣେଶ୍ୱରୀ ରୂପ ଧାରଣ କରି ରାଜା ରାଣୀଙ୍କର ପାଖରେ ସବୁବେଳେ ରହୁଥିଲେ। ଥରେ ଯୁବରାଜ କୁମରମଣି ଅରଣ୍ୟ ଭ୍ରମଣ କରିବା ପାଇଁ ରାଜାଙ୍କ ନିକଟକୁ ଯାଇ ଇଚ୍ଛା ପ୍ରକାଶ କଲେ। ରାଜା ପାଟଣେଶ୍ୱରୀଙ୍କର ଠାରୁ ଅନୁମତି ନେଇ ବଣ ଭ୍ରମଣକୁ ଯିବା ପାଇଁ କହିଲେ। କୁମରମଣି ମା ପାଟଣେଶ୍ୱରୀଙ୍କ ନିକଟକୁ ଗଲେ। ସେତେବେଳେ ମା ପାଟଣେଶ୍ୱରୀ କୁଆଁରୀ ଦେବୀଙ୍କ ସହିତ ପଶା ଖେଳରେ ରତ ଥିଲେ। ବେଲବନରେ ଭ୍ରମଣ କରିବା ପାଇଁ କୁମରମଣି ସେମାନଙ୍କୁ ଅନୁମତି ମାଗିଲେ। ମା ବନଦୁର୍ଗା ପାଟଣେଶ୍ୱରୀ ତ ଆଗରୁ ଜାଣିଥିଲେ କୁମରମଣି ହାତରେ ଜରାସୁରର ମୃତ୍ୟୁ ହେବ। ତେଣୁ କୁମରମଣିଙ୍କ ବନଗମନକୁ ସହମତି ଜଣାଇ ପାଟଖଣ୍ଡା ଓ ପାଟଘୋଡ଼ା ପ୍ରଦାନ କଲେ ଏବଂ ବିପଦ ସମୟରେ ତାଙ୍କୁ ସ୍ମରଣ କରିବା ପାଇଁ କହିଲେ। କୁମରମଣିଙ୍କର କ୍ଷୁଧା ଦୂର କରିବା ନିମନ୍ତେ ଭୋକ ଲଡ଼ୁ ଓ ଶୋଷ ଲଡ଼ୁ ମଧ୍ୟ ପ୍ରଦାନ କଲେ। କୁମରମଣି ମାତାଙ୍କ ଠାରୁ ମେଲାଣି ମାଗି ବନ ଭ୍ରମଣରେ ବାହାରି ପଡ଼ିଲେ। ସେ ବେଲବନରେ ବୁଲୁ ବୁଲୁ ଜରାବନରେ ପ୍ରବେଶ କଲେ। ସେଠାରେ ଜରାସୁର ତା ମା ବୁଢ଼ୀ ଅସୁରୁଣୀ ସହିତ ରହୁଥିଲା। ଜରାବନର ନଈରେ ଜଳପାନ କରି କୂଳେ କୂଳେ ଗମନ କରି ଫୁଲବନରେ ପ୍ରବେଶ କଲେ। ମା ପାଟଣେଶ୍ୱରୀ ଦୁର୍ଗାଙ୍କର ରହସ୍ୟ କିଏ ବା ବୁଝିପାରିବ? ତାଙ୍କ ପ୍ରେରଣାରେ କୁମରମଣି ପରିଚାଳିତ, ଏକଥା ସିଏ ବା ଜାଣିବେ କିପରି? ସେତେବେଳକୁ ଅନ୍ଧାର ମାଡ଼ି ଆସୁଥାଏ। ଶିମୁଳି ବୃକ୍ଷର ମୂଳରେ ଅଶ୍ୱକୁ ବାନ୍ଧି ଦେଇ ନଈ ଜଳରେ ସ୍ନାନ ଶୁଚି ସାରି ମା ଦେଇଥିବା ଲଡ଼ୁ ଭୋଜନ କଲେ। ଫୁଲବନର ଫୁଲ ମହକି ଯାଉଥିଲା। ଶୀତୁଆ ପବନ ବହୁଥାଏ। ସେଦିନ କାର୍ତ୍ତିକ ମାସର ଅମାବାସ୍ୟା ତିଥି ମଧ୍ୟ ଥିଲା। ସବୁଆଡ଼େ କିଟିମିଟିଆ ଅନ୍ଧକାର ଦେଖାଯାଉଥିଲା। ଝିଙ୍କାରୀର ଝାଇଁ ଝାଇଁ ଶବ୍ଦ ବିନା ଆଉ କିଛି ଶୁଣାଯାଉନଥିଲା। କୁମରମଣି ପାଖରେ ଥିବା ଗୋଟିଏ ମଣି ବାହାର କଲେ। ସେହି ମଣି ବାହାର କଲାରୁ ଫୁଲବଣଟି ଆଲୁଅ ଦେଖାଗଲା। ସେହି ଶିମୁଳି ଗଛ ମୂଳରେ ସେ ଶୋଇପଡ଼ିଲେ। ବେଲ 2 ଘଡ଼ି ଯାଏ ତାଙ୍କର ନିଦ ଭାଙ୍ଗିଲା ନାହିଁ। ସେତେବେଳେ ଫୁଲମତୀ ହରଗୌରୀଙ୍କର ପୂଜା କରିବା ପାଇଁ ଫୁଲ ତୋଳିବାକୁ ସେଠାକୁ ଆସିଥାଏ। ସେ ଦେଖିଲା ଶିମୁଳି ଗଛ ମୂଳରେ ଜଣେ ଅଜଣା ଯୁବକ ଶୋଇପଡ଼ିଛନ୍ତି। ତାଙ୍କ ମୁଣ୍ଡ ପାଖରେ ଗୋଟିଏ ଖଣ୍ଡା ରଖା ହୋଇଛି। ଫୁଲମତୀ ମନେ ମନେ ଭାବିଲେ, ଏହି ଯୁବକ ଜଣକ ନିଶ୍ଚୟ ଜରାସୁରକୁ ମାରିପାରିବେ। ମା ବନଦୁର୍ଗା ମୋତେ ଯେଉଁ କୁମରମଣିଙ୍କର କଥା କହିଥିଲେ ସେହି ପୁରୁଷ ବୋଲି ଅନୁମାନ କଲେ। ସେ କୁମରମଣିଙ୍କର ପାଦକୁ ଛୁଇଁ ଦେବାରୁ ଚମକି ଯାଇ ନିଦରୁ ଉଠି ପଡ଼ିଲେ। ଦେଖିଲେ
ପାଖରେ ଗୋଟିଏ ସୁନ୍ଦର ନାରୀ ଠିଆ ହୋଇଛି। ଅରଣ୍ୟ ଭିତରେ ନାରୀକୁ ଦେଖି ସେ ଚକିତ ହୋଇଗଲେ। ଭୂତ କି ପ୍ରେତ ବିଚାର କରି ତା କେଶକୁ ଜାବୁଡ଼ି ଧୋଇଲେ ଏବଂ ପାଟ ଖଣ୍ଡା ବାହାର କଲେ। ଫୁଲମତୀ ବିକଳରେ କାନ୍ଦି କାନ୍ଦି କହିଲା, ମା ବନଖଣ୍ଡି, ବନଦୁର୍ଗା, ମୋତେ ରକ୍ଷା କର। ବିନା ଦୋଷରେ ଏଇ ଯୁବକ ହତ୍ୟା କରିବାକୁ ଯାଉଛି। ମା ପାଟଣେଶ୍ୱରୀ, ମୋତେ ସାହା ହୁଅ ବୋଲି ଚିତ୍କାର କଲେ। ମା ବନଦୁର୍ଗା ପାଟଣେଶ୍ୱରୀଙ୍କର ନାମ ଶୁଣି ଯୁବରାଜ ସଙ୍ଗେ ସଙ୍ଗେ ଫୁଲମତୀର କେଶକୁ ଛାଡ଼ିଦେଲେ। ଫୁଲମତୀକୁ ଅନାଇ କହିଲେ, ତୁ କିଏ? କାହିଁକି ମୋ ପାଦ ତୁ ସ୍ପର୍ଶ କଲୁ? ଫୁଲମତୀ କହିଲା, ମୁଁ ସ୍ୱର୍ଗର ଅପସରୀ। ଜରାସୁର ମୋତେ ବିବାହ କରିବା ପାଇଁ ନଜରବନ୍ଦୀ କରି ରଖିଛି। ତା ମା କାଳିଞ୍ଚକୀ ଅସୁରୁଣୀ ଛଳନା କରି ଧରି ଆଣିଛି। ମାତା ବନଦୁର୍ଗା ଆମକୁ ସବୁବେଳେ ସାହା ହୋଇଛନ୍ତି। ଫୁଲମତୀକୁ ମାତା ବନଦୁର୍ଗା କିପରି ଶୂନ୍ୟରେ ଥାଇ ଅଭୟ ବର ପ୍ରଦାନ କରିଛନ୍ତି ତାହା ଶୁଣାଇବାକୁ ଯାଇ ସେ କହିଲେ, ପାଟଣାଗଡ଼ର ଯୁବରାଜ କୁମରମଣି ଏଠାକୁ ଆସି ତୁମକୁ ଉଦ୍ଧାର କରିବେ। ମାହେଶ୍ୱରୀ ବଚନ ଦେଇଛନ୍ତି। କୁମରମଣି ଏସବୁ କଥା ଶୁଣି ଚକିତ ହେଲେ। ଶୂନ୍ୟକୁ ଅନାଇ ମାତାଙ୍କୁ ସୁମରଣା କଲେ। ପାଟଣେଶ୍ୱରୀ ଦର୍ଶନ ଦେଇ କହିଲେ, ଦୁଷ୍ଟମତୀ ଜରାସୁରକୁ ମାରି ଅପସରୀମାନଙ୍କୁ ଉଦ୍ଧାର କର। ଫୁଲମତୀ ଓ ବେଲମତୀକୁ ବିବାହ କରି ଜରାଗଡ଼ରେ ନିବାସ କର। ସବୁଦିନ ହରଗୌରୀଙ୍କର ଉପାସନା କରିବ। ମୁଁ ଜରାଗୌରୀ ନାମ ଧାରଣ କରି ପୂର୍ବରୁ ସେଠାରେ ରହିଛି। ଜରାଦେବୀଙ୍କର ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇ ମାତା ପାଟଣେଶ୍ୱରୀ ଅଦୃଶ୍ୟ ହୋଇଗଲେ। ଜରାସୁରକୁ ବିନାଶ କରି କୁମରମଣି କିପରି ଜରାଗଡ଼ ନିର୍ମାଣ କଲେ, ଫୁଲମତୀ ଓ ବେଲମତୀକୁ ଉଦ୍ଧାର କରି କିପରି ବିବାହ ହେଲେ, ବୁଢ଼ୀ ଅସୁରୁଣୀର ଅବସ୍ଥା କ'ଣ ହେଲା, ସେସବୁ ପରବର୍ତ୍ତୀ ଆଲୋଚନାରେ ଉପସ୍ଥାପନା କରାଯିବ।